ଅଜଣା ରୋଗରେ ଆଖି ବୁଜିଦେଲା ମା। ଆଉ ମା ଯିବାର ଦୁଃଖରେ ଭାଙ୍ଗି ପଡ଼ିଥିବା ବାପା ବି ସ୍ତ୍ରୀ ବିନା ବେଶୀ ଦିନ ରହିପାରିନଥିଲା। ସେ ବି ଆରପାରିକୁ ଚାଲିଗଲା। ହେଲେ ଗଲା ପୂର୍ବରୁ ଥରେ ବି ଭାବିଲାନି ଏଇ କୁନି କୁନି 3 ଛୁଆଙ୍କର ଅବସ୍ଥା କ'ଣ ହେବ। ମା ସିନା ରୋଗରେ ପଡ଼ି ଚାଲିଗଲା, ହେଲେ ବାପାଟା ସ୍ୱାର୍ଥପର ହୋଇଯାଇଥିଲା। ନିଜ ଜୀବନଠୁ ଅଧିକ ଭଲ ପାଉଥିବା ସ୍ତ୍ରୀ ପାଖକୁ ଯିବାକୁ ଦୁନିଆ ଦେଖିନଥିବା ଏ ନିରୀହ ଛୁଆଙ୍କୁ ଅନାଥ କରି ସବୁଦିନ ପାଇଁ ଆଖି ବୁଜି ଦେଇଥିଲା। ବାପା ମା ସିନା ସ୍ୱର୍ଗରେ ଏକାଠି ହୋଇଯାଇଥିଲେ, ହେଲେ ଛୁଆମାନେ ବାପା ମା ବିନା ଜୀବନ ଜୀଇବା କେତେ ଯେ କଷ୍ଟ ଥିଲା। ଯେ ବିନା ବାପା ମାରେ ବଡ଼ ହେଇଛି ତାକୁ ଥରେ ପଚାର, ସେ ହିଁ କହିପାରିବ। ସେ ହିଁ କହିପାରିବ ସେଇ ଦୁଃଖ ଆଉ ଯନ୍ତ୍ରଣାର ଜୀବନ। ହଁ ଆଜ୍ଞା, ବାପା ମା ବିନା ଜୀବନ ଜିଇଥିବା ଏମିତି 3 ଭାଇ ଭଉଣୀଙ୍କ କାହାଣୀ ଶୁଣିଲେ ଆପଣଙ୍କ ଆଖିର ଲୁହ ମଧ୍ୟ ଅଟକେଇ ପାରିବେନି। ତେବେ ନଜର ପକାନ୍ତୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରୁ ଯଶବନ୍ତ ପରିଡ଼ାଙ୍କର ଏହି ହୃଦୟ ବିଦାରକ ରିପୋର୍ଟ ଉପରେ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜଡ଼ିଦା ଗ୍ରାମ ପଞ୍ଚାୟତ ଲଖଣାସାହି ଗାଁର 3 ଅନାଥ ଭଉଣୀକୁ ସାହା କିଏ ହେବ? ଆଜିକୁ 2 ବର୍ଷ ପୂର୍ବେ ମା ଆରପାରିକୁ ଚାଲିଗଲା। ମା କଥା ଚିନ୍ତା କରି କରି ଶେଷରେ ବାପା ମଧ୍ୟ ଆଖି ବୁଜିଦେଲା। ଅନାଥ ହୋଇଗଲେ 2 ଭଉଣୀ ଓ ଗୋଟେ ଭାଇ। କହିବାକୁ କେହି ସାହା ମଧ୍ୟ ନାହିଁ। କେଉଁ ଜନ୍ମର ପାପ ତାଙ୍କ ଉପରେ ଅଜାଡ଼ି ଦେଲେ ଭଗବାନ ଦୁନିଆ କ'ଣ ଜାଣିବା ଆଗରୁ ହୋଇଗଲେ ଅନାଥ। ବାପା ନାହିଁ କି ମା ନାହିଁ। ଯେଉଁ ବୟସରେ ବାପା ମାଙ୍କ ହାତ ଧରି ଚାଲି ଶିଖିବା କଥା, ସେହି ବୟସରୁ ଜୀବନ ବଞ୍ଚିବା ପାଇଁ ଆରମ୍ଭ କଲେ ସଂଘର୍ଷ। କପ୍ତିପଦା ବ୍ଲକ ଜଡ଼ିଦା ଗ୍ରାମ ପଞ୍ଚାୟତ ଲଖଣାସାହି ଗାଁର ଜଙ୍ଗଲ ମୁର୍ମୁର ଦିନ ଦୁଃଖୀ ପରିବାର। ପର ଘରେ ପାଇଟି କରି 5 ପ୍ରାଣୀ କୁଟୁମ୍ବକୁ ନେଇ ତାର ପରିବାର ଥିଲା। ଅଜଣା ରୋଗରେ ସ୍ତ୍ରୀ ଆରପାରିକୁ ଚାଲିଗଲା। ଛୋଟ ଛୋଟ ପିଲାଙ୍କୁ ନେଇ ପରିବାର ଚଳାଇବା ମୁସ୍କିଲ ହୋଇପଡ଼ିଥିଲା। ପୁଣି ପର ଘରେ କାମ ନ କଲେ ଚୁଲିରେ ହାଣ୍ଡି ବସିପାରେ ନା। ପିଲାଙ୍କ ଭବିଷ୍ୟତ, ସ୍ତ୍ରୀର ଅକାଳ ମୃତ୍ୟୁ କଥା ଚିନ୍ତା କରି ଶେଷରେ ଆଖି ବୁଜିଲା ଜଙ୍ଗଲ। ମାତ୍ର 30 ବର୍ଷ ବୟସରେ ସମସ୍ତଙ୍କୁ ବାଏ ବାଏ କରି ଆରପାରିକୁ ଚାଲିଗଲା। ମା ବାପା ଛେଉଣ୍ଡ ପିଲାଙ୍କ ଅବସ୍ଥା କହିଲେ ନ ସରେ। ବଡ଼ ଝିଅ 10 ବର୍ଷର ସାବିତ୍ରୀ, 5ମ ଶ୍ରେଣୀରେ ମଝିଆ ପୁଅ 8 ବର୍ଷର ଚନ୍ଦନ ଓ 5 ବର୍ଷର ସାନ ଝିଅ ହୀରାମଣି। କେଉଁଦିନ ସାହି ପଡ଼ିଶା ଖାଇବାକୁ ଦେଲେ ଖାଏତି, ତ ନହେଲେ ସ୍କୁଲର ମଧ୍ୟାହ୍ନ ଭୋଜନ ଆଉ ଅଙ୍ଗନବାଡ଼ି ଖାଦ୍ୟ ହିଁ ଏମାନଙ୍କର ସାହାରା। ଦିନରେ ମାତ୍ର ଗୋଟିଏ ଥର ପେଟକୁ ଦାନା ମିଳେ। ଇଚ୍ଛା ନଥିଲେ ବି ସ୍କୁଲ ଆଉ ଅଙ୍ଗନବାଡ଼ି ଏମାନଙ୍କ ଭରସା ସାଜିଛି। ଛୋଟ ଛୋଟ ପିଲା କ'ଣ କରିବେ? ଯଦି କାହାର ଦୟା ହେଲା ତ ଶୀତ ଲୁଗାଟିଏ କିଏ ଆଣି ଦେଇଦିଏ, ଆଉ କିଏ ଡ୍ରେସ୍ ଖଣ୍ଡିଏ ଦେଇଦିଏ। ଭଗବାନ ଯାହା ଉପରେ ପ୍ରତିଶୋଧ ନିଅନ୍ତି ତାର କିଛି ଉପାୟ ନଥାଏ। ବହୁ ଦୁଃଖ କଷ୍ଟରେ ଏମାନେ ଜୀବନ ଯିବାକୁ ପ୍ରୟାସ କରୁଛନ୍ତି। ଏଇ କେତେ ଦିନ ହେବ ସାହି ପଡ଼ିଶାଙ୍କ ନିବେଦନ ପରେ ବଡ଼ ବାପା ବଳା ମୁର୍ମୁ 3 ପିଲାଙ୍କୁ ନିଜ ଘରକୁ ନେଇଛି। ବଡ଼ ବାପାଙ୍କ ପରିସ୍ଥିତି ଏମିତି ଶୋଚନୀୟ ଯେ ତାହା ନ କହିବା ଭଲ। ପର ଘରେ କାମ କଲେ ନିଜର 5 ପ୍ରାଣୀ କୁଟୁମ୍ବ ଚଳନ୍ତି। ବୋଝ ଉପରେ ନଳିତା ବିଡ଼ା ସଦୃଶ ତାଙ୍କ ପରିସ୍ଥିତି। କେବଳ ଲୋକ କଥା ସହି ନପାରି ପିଲାମାନଙ୍କୁ ସିନା ଘରେ ରଖିଛନ୍ତି, କିନ୍ତୁ ସେମାନଙ୍କ ଲାଳନ ପାଳନ କରିବାକୁ ସେ ଅସମର୍ଥ। ପିଲାମାନେ ପାଠ ପଢ଼ିବେ, ଆଗକୁ ବଢ଼ିବେ, ସେ ପାଇଁ ମର୍ମାହତ, କିନ୍ତୁ ଉପାୟ ନାହିଁ। ଆଦିବାସୀଙ୍କ ପାଇଁ ସରକାର କେତେ କ'ଣ ଯୋଜନା। ସରକାର ପାଠ ଛାଡ଼ୁଥିବା ପିଲାମାନଙ୍କୁ ମଧ୍ୟ ପଢ଼ାଉଛନ୍ତି। ସେମାନେ ମଧ୍ୟ ଆଗକୁ ବଢ଼ି ଭଲ ମଣିଷ ହୋଇପାରୁଛନ୍ତି। ତେବେ ପାଠ ପଢ଼ୁଥିବା ପିଲାଙ୍କୁ ପାଠ ପଢ଼ାଇବାକୁ ଅସମର୍ଥ। ନିଜେ ଦିନେ ଖାଇଲେ ଦିନେ ଉପାସ। ଏ ପିଲାମାନଙ୍କ ପାଇଁ କ'ଣ ସେ କରିପାରିବ? ଏ ପିଲାମାନଙ୍କ ଭବିଷ୍ୟତ ପାଇଁ ସେ ଜିଲ୍ଲାପାଳକୁ ନିବେଦନ କରିଛନ୍ତି। ସରକାରଙ୍କର ଏତେ ବ୍ୟବସ୍ଥା ଭିତରେ ଏ ଅନାଥ ପିଲା 3 ଜଣଙ୍କୁ ଥଇଥାନ କରିପାରିଲେ ଆରପାରେ ଥିବା ତାଙ୍କ ବାପା ମା ତାଙ୍କୁ ଆଶୀର୍ବାଦ କରିବେ। ସେହିପରି ଗ୍ରାମବାସୀମାନେ ମଧ୍ୟ ପିଲାମାନଙ୍କ ଦାୟିତ୍ୱ ସରକାର ସ୍ତରରେ କରାଗଲେ ଏହି ପିଲାମାନେ ମଣିଷ ହେବା ସହ ଜୀବନ ବଞ୍ଚିପାରିବେ ବୋଲି ଆଶା ପୋଷଣ କରିଛନ୍ତି। ମୟୂରଭଞ୍ଜ କପ୍ତିପଦାରୁ ଯଶବନ୍ତ ପରିଡ଼ାଙ୍କ ରିପୋର୍ଟ, ଏ ୱାନ୍ ଓଡ଼ିଆ।